ସାମ୍ବାଦିକଙ୍କର ସ୍ୱାର୍ଥ ଜଡ଼ିତ ପ୍ରଶ୍ନ ଯେଉଁ କଥା ଆମେ ବାରମ୍ବାର ଆପଣଙ୍କୁ ପଚାରିଛୁ। ପ୍ରଥମଥର ପାଇଁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ୱ ରହିଲା। ସାମ୍ବାଦିକ ମହଲରେ ଗୋଟେ ଅପେକ୍ଷା ଥିଲା ଯେ ଏଣିକି ଆଉ କୌଣସି ସମସ୍ୟା ଯାହା ରହିଛି ତାର ସମସ୍ୟା ତୁରନ୍ତ ସମାଧାନ ହୋଇଯିବ। କିନ୍ତୁ ଏ 2 ବର୍ଷ ଭିତରେ ଆମେ ଆପଣଙ୍କୁ ଯେତେ ମେମୋରାଣ୍ଡମ୍ ଦେଇଛୁ ପେନ୍ସନ୍ ପ୍ରୋଟେକ୍ସନ୍ ଓ ଆକ୍ରେଡିଟେସନ୍ ବାବଦରେ ଓଡ଼ିଶାରେ ଜର୍ଣ୍ଣାଲିଷ୍ଟ ପ୍ରୋଟେକ୍ସନ୍ ଆକ୍ଟ ନାହିଁ, ଆପଣଙ୍କର ଆକ୍ରେଡିଟେସନ୍ କମିଟି 19 ବର୍ଷ ହେଲା ନାହିଁ। ଏକଥାକୁ ମଧ୍ୟ ପ୍ରେସ୍ କାଉନସିଲ୍ ଆପଣଙ୍କୁ ଲେଖିକି ଦେଇଥିଲା, ରାଜ୍ୟ ବିଗତ ସରକାର ସମୟରେ ୟାକୁ କରାଗଲା ନାହିଁ। ଏବଂ ପେନ୍ସନ୍ ଯେଉଁଟାକି ଭାରତବର୍ଷର 19ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି ତାହା ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ହୋଇପାରିଲା ନାହିଁ। ତେଣୁ ଏ ବାବଦରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିର୍ଦ୍ଦିଷ୍ଟ ଆଶ୍ୱାସନା ସାମଗ୍ରିକ ଭାବରେ ସାମ୍ବାଦିକମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଚାହୁଁଛି। ସାମ୍ବାଦିକଙ୍କର ପାଇଁ ସମସ୍ୟା ଏବଂ ସୂଚନା ବିଭାଗର ବିଷୟରେ ଯେଉଁ ଆପଣଙ୍କର ପେନ୍ସନ୍ ଆକ୍ଟ ଏବଂ ଆଉ ଗୋଟେ protection ଆକ୍ରିଡେସନ୍ ଏ ବିଷୟରେ ଯେଉଁ କହିଛନ୍ତି ଆକ୍ଟ ଉପରେ ମୁଁ ଏ ବିଷୟରେ ଆମେ ଆଲୋଚନା ଉଚ୍ଚସ୍ତରରେ ଆମେ କରିଛୁ, ଏ ବିଚାରରେ ଅଛି। ପେନ୍ସନ୍ ମଧ୍ୟ ଆମେ ଆଲୋଚନା କରିଛୁ, ବିଚାରାଧୀନରେ ଅଛି। ସକାରାତ୍ମକ ଭାବରେ ଆଲୋଚନା ହେଇଛି ଏବଂ ବାକି ଯେଉଁ ଆକ୍ରିଡେସନ୍ କଥା କହିଲେ ସେ ବାବଦରେ ମଧ୍ୟ ଆମେ ସକ୍ରିୟ ଭାବରେ ୟାକୁ ରଖିଛୁ। ଆମେ ନିଶ୍ଚିତ ଭାବରେ ବିଚାରାଧୀନ ଯେହେତୁ ଅଛି, ଯେ ପର୍ଯ୍ୟନ୍ତ ଏ ବିଚାରାଧୀନର ଅନ୍ତ ନ ହେଇଛି ସେତେ ଦିନ ପର୍ଯ୍ୟନ୍ତ, ଅର୍ଥାତ୍ ଖୁବ୍ ଶୀଘ୍ର ବୋଲି ଆପଣ ଧରି ନିଅନ୍ତୁ। ନିଶ୍ଚିତ ଭାବରେ ଆପଣ ସକାରାତ୍ମକ ଭାବରେ ଟିକେ ରହନ୍ତୁ। ଆପଣ ଆମ ସରକାର କଥାରେ ନୁହଁ କାମରେ ବିଶ୍ୱାସ କରନ୍ତି, ଆଉ କାମରେ ବିଶ୍ୱାସ କରି ଚାଲିଛନ୍ତି। ଏଣୁ ନିଶ୍ଚିତ ଭାବରେ ଏ କଥାକୁ ଆମେ ବିଚାରକୁ ନେଇଛୁ। ଖୁବ୍ ଶୀଘ୍ର ଏ ବାବଦରେ ଆପଣମାନେ ମଧ୍ୟ ଆପଣ ଯେଉଁ ମନରେ ଯେଉଁ ଆଶା ରଖିଛନ୍ତି ତାହା ମଧ୍ୟ ତାର ଝଲକ ପାଇବେ।